ଆଜି ଆଉ ଚା କୁ ଅପେକ୍ଷା କରିନ? ଚା କୁ ଅପେକ୍ଷା କରିଛି ନା। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍। ଥଣ୍ଡା ହେଇଯାଇଛି ତମକୁ? ଆଜି ତ ଅଫ୍ ଅଛି, ଟିକେ ଚା କୁ ଅପେକ୍ଷା କରିଥିଲି। ଅପେକ୍ଷା କରିନି କ'ଣ କରିଛ? ଦେହଟା ଆଜି କାହିଁ ଟିକେ ଏତେ ଫ୍ରି ଲାଗୁନି, ଭଲ ଲାଗୁନି। ନାଇଁ ପୁରା ମାନ୍ଦା ମାନ୍ଦା ବି ଦେଖାଯାଉଛି, ଆଉ ମାନେ ସାଉଣ୍ଡଟା ବି ପୁରା କ'ଣ କ'ଣ ଶୁଭୁଛି। ନାଇଁ ଥଣ୍ଡା ହଁ ସେମିତି ଫିଲ୍ ହଉଛି ମୋତେ। ତମକୁ ନ ଲାଗୁଥାଏ ପାରେ, ଦେହଟା ଭଲ ଲାଗୁନି। ତମ ସାଉଣ୍ଡଟା କିନ୍ତୁ ମାନେ ଟିକେ ଅଲଗା ଶୁଭୁଛି। ମୋଟା ମୋଟା ହଁ ମାନେ ଥଣ୍ଡା ହେଇଗଲେ ଯେମିତି ଶୁଭେ। ହଁ ତାପରେ କାଲି ଟିପ୍ ଟିପ୍ ବର୍ଷାରେ ଭିଜିଗଲ ଟିକେ ତମେ। ତମର ତ ଟିକେ ଭିଜିବାର ଆଦତ ଅଛି, ଭିଜିଲେ କିଛି ହୁଏନି ଯେ, କିନ୍ତୁ ସବୁବେଳେ ସମୟ ବି ସମାନ ନଥାଏ ନା। ସେ ବି ଠିକ୍ କଥା। କେତେବେଳେ ମନୋବଳ ଯଦି ଷ୍ଟ୍ରଙ୍ଗ ଥିବ ତମେ ଭିଜ, ନିଆଁ ପାଣି ହାୱା କିଛି ଫରକ ପଡ଼ିବନି। ଆଉ ମନୋବଳ ଯଦି ୱିକ୍ ଥିବ ନା, ମାନେ ଟିକେ ପାଣି ଛିଞ୍ଚି ହେଇ ପଡ଼ିଲେ ବି ଥଣ୍ଡା ହେଇଯିବ, ଟିକେ ଚେଙ୍କାଟା ବି ଯେମିତି ଲାଗିବ ଜଳିଗଲା ପଡ଼ିଗଲା, ସେଇ ଟାଇପ୍ର। ନୁହଁ କି? ମୋରାଲିଆଟା ବହୁତ ମୋରାଲିଆଟା ବହୁତ ଇମ୍ପୋର୍ଟାଣ୍ଟ କରେ। ଯଦି ମନ ଖୁସି ଥିବ ତମେ କେତେ କାମ କରିଯିବ କିଛି ଜଣା ପଡ଼ିବନି। ଆଉ ଯଦି ମନୋବଳ ନଥିବ କି ମନରେ କିଛି ଥିବ, ମାନେ ଗୋଟେ କୁଟାଟେ ବି ଉଠିବାକୁ ବଳ ପାଇବନି। ମତେ କାହିଁ ଚା ପିଇବା ପାଇଁ ଇଚ୍ଛା ହଉନି, ଏସିଡିଟି ହଉଛି। ପିଇବି ଯେ ବନେଇଛି, କିନ୍ତୁ କାହିଁ ଇଚ୍ଛା ହଉନି। ଏସିଡିଟି ହଉଛି ଯେମିତି ବନେଇନ ବୋଧେ, କାରଣ ଏସିଡିଟି କଥା କାଲି ରାତିରେ କହୁଥିଲ ତ, ମୁଁ କହିଲି ବୋଧେ ବନେଇନ କି କ'ଣ। ନା ବନେଇ ଦେଇଛି, ପିଅ କିଛି ହବନି, ଆଣ୍ଟାସିଡ୍ ଟିକେ ଖାଇଦବ। କିନ୍ତୁ ଚା ପିଅ ନା। କେତେବେଳେ ଶୋଇଲା? ଏଇ ଭୋରୁ ଶୋଇଛି। ମୁଁ ବି ମୋ ଚା ନେଇକି ଆସିଗଲି। ଯଦି ବେଶୀ ଏସିଡିଟି ହବ ତମେ ବୁଝିବ ହେଲା। କିଛି ହବନି, କିଛି କାମ ଧାମ କରିବୁନି, ଘୋଡ଼ି ପୋଡ଼ି ହେଇକି ଶୋଇବି ହେଲା। ଆକ୍ଚୁଆଲି ବହୁତ କମ୍ ହିଁ ଏବେ ସିଫ୍ଟ ଚକ୍କରରେ ସାଙ୍ଗରେ ଚା ପିଇବା ପାଇଁ ସମୟ ମିଳୁଛି ନା। ଏଇ ଚା ପିଇଲା ଭିତରେ ଟିକେ କଥା ହେଇଯିବା, କିନ୍ତୁ କାଲି ଟିକେ ରାତିରେ ସମୟ ମିଳିଥିଲା ଆକ୍ଚୁଆଲି ନା। କାମରେ ସମୟ ପଳଉଛି ଆଉ ନା। ତୁମେ ତମ କାମରେ, ଆଉ ମୁଁ ମୋର କୋଉଠି ସୁଟ୍ କରେ, ଏଡ଼ିଟ୍ କରେ, ପୋଷ୍ଟ କରେ, ସେ କାମରେ। ହଁ ଘରେ ରହେ, ରିଟାୟାର୍ଡ ହେଇଯାଅ ସେତେବେଳେ ରହିବ ଘରେ ନା। ରହିବନି, ନ ରୁହ, ମୁଁ ବି ନଥିବି ସେତେବେଳେ। ସମୟ କଥା କହିହବନି, ସେଟା କହିହବନି। ବାବା ତ ବ୍ରେକଫାଷ୍ଟ ଛତୁଆ, ଉପରୁ ଟିକେ ସର ବି ଦେଇ ଦେଇଛି। ଦେଖ ଫୁଲିଯିବ, ଆଉ କ୍ଷୀର ଅଛି। ଠିକ ମିଠା ପାଇଛି। ଏ କ୍ଷୀରଟା ନେ, ଏତିକି ଗୋଳେଇ ଥିଲା ଆଉ ଏତିକି ଥିଲା, ଫୁଲିଗଲେ ଗୋଳେଇ ଦେବୁ ହେଲା। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ଜୟ ମା ସନ୍ତୋଷୀ। ଆପଣମାନଙ୍କୁ ଆଜିର ବ୍ଲଗ୍ରେ ଅନେକ ଅନେକ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ। ମାଙ୍କ କୃପାରେ ଆମମାନେ ବି ସବୁ ଭଲରେ ଅଛୁ। ଆଜି ତ ସଣ୍ଡେ, ବ୍ଲଗ୍ଟି କଣ୍ଟିନ୍ୟୁ କରିବା ପୂର୍ବରୁ ଆପଣମାନଙ୍କୁ ମୋ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ ପେଜ୍ରୁ ଦେଖିଲେ ଫଲୋ କରନ୍ତୁ, ଭିଡ଼ିଓ ଗୁଡ଼ିକ ଲାଇକ୍ କମେଣ୍ଟ ସେୟାର କରିବା ସାଙ୍ଗରେ ସ୍କିପ୍ ନ କରିକି ନିଶ୍ଚୟ ଶେଷ ଯାଏଁ ଦେଖନ୍ତୁ, ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ପ୍ରେସ୍ କରିବେ, ଯାହାଫଳରେ ଆମ ଆଗାମୀ ଭିଡ଼ିଓ ଗୁଡ଼ିକର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ସିଏ ତ ତାଙ୍କର ସଣ୍ଡେ ମାର୍କେଟିଂ ପାଇଁ ଯାଇଛନ୍ତି। ଯଦି ସମୟ ଆଉ ସୁବିଧା ହେବ, ସେଲୁନରେ ଫାଙ୍କା ଥିବ ଯଦି ସେଭିଂ ହେଇକି ଆସିବେ। ମୁଁ ବି ଏପଟେ ଭାତ ପାଣିଟା ବସାଇ ଦେଇଛି, ଯାଏ ଦେଖେ ଭାତ ପାଣି ଯଦି ଗରମ ହେଇଯାଇଥିବ ଚାଉଳ ଧୋଇକି ପକାଇବି, ତାପରେ ତରକାରୀ ପାଇଁ ମସଲା ରେଡ଼ି କରିବି। ଆଜି ଆମର ଲଞ୍ଚରେ ନନଭେଜରେ ମାଛ ହେବ। ଭାତ ପାଣି ଗରମ ହେଇଯାଇଥିଲା, ଚାଉଳ ଧୋଇକି ପକାଇଦେଲି। ଟିକେ ଅଧିକା କି ଭାତ ବସାଇ ଦେଇଛି, କାରଣ ମାଛ ତରକାରୀ ତ ଏକା ସାଙ୍ଗରେ ରାତି ପାଇଁ ବି କରିଦେବି। ଆଉ ନା, ମାଛ ତରକାରୀ ସାଙ୍ଗରେ ମୋତେ ଭାତ ହିଁ ଭଲ ଲାଗେ, ରୁଟି ଭଲ ଲାଗେନି। ରାତିରେ ଏଙ୍କର ମୋର ଭାତ ଖାଇବୁ, କଣ୍ଢେଇ ହେବ ଯେ ତା ରୁଟି ଖାଇବୁ, କାରଣ କଣ୍ଢେଇକି ତ ମାନେ ସବୁଥିରେ ରୁଟି ଭଲ ଲାଗେ। ସେ ମାଛ ହଉ, ମଟନ୍ ହଉ, ଚିକେନ୍ ହଉ, ଡାଲି ହଉ, ମାନେ କୌଣସି ବି ତରକାରୀ, ତାକୁ ତ ସବୁଥିରେ ରୁଟି ଭଲ ଲାଗେ। କିନ୍ତୁ ମୋତେ କାହିଁ ପର୍ସନାଲି ମାଛ ତରକାରୀରେ ଭାତ ହିଁ ଭଲ ଲାଗେ, ରୁଟି ଏତେଟା ଭଲ ଲାଗେନି। ସେଥିପାଇଁ କହିଲି ଭାତ ତ କରୁଛି, ଏକା ସାଙ୍ଗରେ କରିଦିଏ, କାରଣ ଏଇଭଳି ଯାହା କାମ କରିଦେବି ସେକେଣ୍ଡ ହାଫ୍ରେ ନା ଏତେଟା କରିବା ପାଇଁ ଇଚ୍ଛା ହୁଏନି। ଖାଲି ଯେତିକି ଜରୁରୀ କାମ ଗୁଡ଼ାକ, ଯେମିତିକି ଚାରିଟା ବେଳେ ଝାଡ଼ୁ ହେଲା,
ଆମର ଚାରିଟା ବେଳେ ବାସନ ମାଜିବା ହେଲା, ସଞ୍ଜ ଦେବା ହେଲା, ଆଉ ମାନେ ଡିନରଟା ତ ଏତେ ହେଭି ନଥାଏ ନା, ଖାଲି ଭଜା ରୁଟି ହେଉ କିମ୍ବା ଦିନରେ ଯଦି ତରକାରୀ ବଳି ଯାଇଥିବ ଖାଲି ରୁଟି ଦୁଇପଟ ହେଉ, ଏଇଭଳିଆ ହିଁ କାମ ଥାଏ। ଆଉ ଯାହା ଏଇ ଭିଡ଼ିଓ ଏଡ଼ିଟିଂ କରିବା, ପୋଷ୍ଟ କରିବା, ସେଇ କାମ ଗୁଡ଼ାକ ସବୁ ଥାଏ। ୟା ଛଡ଼ା ଆଉ କିଛି ବି କାମ କରିବାକୁ ଇଚ୍ଛା ଲାଗେନି। ଦିନ ସାରା ପୁରା ହେଭି କାମ ହେଇଯାଇଥାଏ, ମାନେ ସଞ୍ଜବେଳ ହେଲା ବେଳକୁ ଆଉ ଏନର୍ଜି ନଥାଏ ଏକ୍ସଟ୍ରା କିଛି କାମ କରିବା ପାଇଁ। ମାଛ ତରକାରୀ ପାଇଁ ମୁଁ ତ ମସଲା ରେଡ଼ି କରିସାରିଛି। ମସଲାରେ କ'ଣ କ'ଣ ନେଇଛି ଆପଣମାନେ ଟିକେ କହିଦେଉଛି। ଧଳା ସୋରିଷ, 1 ଚାମଚ ଧନିଆ, 4-5ଟା ଶୁଖିଲା ଲଙ୍କା, 1 ଚାମଚ ଜିରା, ରସୁଣ, ପିଆଜ ଆଉ ଅଦା। ମସଲା ତ ବାଟିଦେଲି, ଯିବି ଏବେ ତରକାରୀ ପାଇଁ ଆଳୁ କାଟିଦେବି। ସେ ତ ମାଛ ନେଇକି ଆସି ସାରିଲେଣି। ମୁଁ ଏବେ ଆଳୁ ଭାଜିବି, କରେଇ ବସାଇ ଦେଇଥିଲି, ତେଲ ଦେଇଦେବି। ଗରମ ହେଇଗଲାଣି, ଆଳୁକୁ ଦେଇଦେବି। ଆଜି ୟାଙ୍କ ଉପରେ ମୋତେ ବଡ଼ ରାଗ ଲାଗୁଛି। ମୁଁ ଫୋନ୍ କରୁଛି, ମୋତେ କହୁଛନ୍ତି 10-15 ମିନିଟ୍ରେ ଯାଉଛି, 10-15 ମିନିଟ୍ରେ ଯାଉଛି। ମାନେ କେତେ ଲେଟ୍ରେ ଆସିଲେ, ମାନେ 10-15 ମିନିଟ୍ କହିକି ଘଣ୍ଟେ 15 ମିନିଟ୍ କି 1.5 ଘଣ୍ଟା ପରେ ଆସିଲ। ବଡ଼ ସମସ୍ୟା ହେଉଛି ସେଭିଂରେ ଟାଇମ୍। କ'ଣ ଟାଇମ୍ ସେଭିଂ? ସେଠି ଯାଇକି ଏଇଟା କ'ଣ ବୋଧେ ଭାକୁର ନେଇ ଆସିছে ନା? ଭାକୁର। ତମେ ମାଛଟା ଧୋଉଥା, ଧୋଇ ସାରିଲେ ଡାକ ପକାଇବ ଲୁଣ ହଳଦୀ ପାଇଁ। ମୁଁ ଆଳୁଟା ବସେଇଛି, ପୋଡ଼ିଯିବ ନହେଲେ। ହଁ ମୁଁ ଧୋଇ ସାରା ଡାକିବି ତମକୁ। ଯା ଆଳୁ ତ ଭାଜିକି ବାହାର କରିଦେଲି। ଏବେ ସେଇ ତେଲରେ, ତେଲ ତ ଆମର ଗରମ ଅଛି, 1 ଶୁଖିଲା ଲଙ୍କା ଛିଡ଼େଇ ଦେଇଛି, ଆଉ କିଛି ଫୁଟଣ ଦେଇଦେବି। ପିଆଜ କାଟିକି ରଖିଛି, ତାକୁ ଦେଇଦେବି। ଆଜ୍ଞା, ହଁ ଦେଉଛୁ ଲୁଣ ହଳଦୀ। ତ ଦେଖା, ହଳଦୀ ଲୁଣ ଦେଇଦେବି, ମିଶିକି ନେଇ ଆସିଥିଲି। ଏସବୁ ଗୋଟେ ଟାସ୍କ ନା। ଖାଇବାକୁ ବି ମନ, କରିବା ପାଇଁ ବି ହିଂସା। ତାଙ୍କୁ ହଳଦୀ ଲୁଣ ଦେବା ଚକ୍କରରେ ପିଆଜଟା ବେଶୀ ଲାଲ ହେଇଗଲା। ଚଳିବ, ଆଉ କ'ଣ କରିବା। ମସଲା ଯେଉଁ ବାଟିଥିଲି ଦେଇଦେଉଛି। ମସଲାଟା କ'ଣ କ'ଣ ବାଟିଥିଲି ଆପଣମାନଙ୍କୁ ଦେଖେଇଛି। ଆଜ୍ଞା, ମସଲାରେ ଏବେ ଲୁଣ, ହଳଦୀ ଆଉ କାଶ୍ମୀର ଲଙ୍କାଗୁଣ୍ଡ ଦେଇଦେବି। ମସଲା ବାଟିଲା ବେଳେ ତ ଲଙ୍କା ବାଟିଥିଲି, ଖାଲି କଲର୍ ପାଇଁ କାଶ୍ମୀର ଲଙ୍କାଗୁଣ୍ଡ ଟିକେ ଦେଲି। ମସଲା ତ ଆମର ଟିକେ କଷି ହେଇଗଲାଣି। ଏବେ କଞ୍ଚା ଲଙ୍କା ଆଉ ଟମାଟର କାଟିକି ରଖିଛି, ତାକୁ ଦେଇଦେବି। ଟମାଟର ତ ସବୁ ସିଝିଗଲାଣି। ଏବେ ଯେଉଁ ଆଳୁ ଭାଜିକି ରଖିଥିଲି, ତାକୁ ଦେଇଦେବି। ସୋରିଷ ମସଲା ତ ବେଶୀ କଷିବା ଦରକାର ନାହିଁ, ଖାଲି 1-2 ମିନିଟ୍ ଚଲେଇକି ପାଣି ଦେଇଦେବି ତରକାରୀ। ବାଇଆ, ବର୍ଷା ଆସିଲାଣି, ମାଛ କେମିତି ଭାଜିବା? ଭିଜି ଭିଜି ନା? ଆମେ ସିନା ଭିଜିକି ଭାଜି ପାରିବା, କିନ୍ତୁ ଚୁଲା ଜଳିଲେ ହେଲା। ଆଳୁ ତ ଆମର ଟିକେ କଷି ହେଇଗଲାଣି। ଏବେ ତରକାରୀରେ ପାଣି ଦେଇଦେବି। ତରକାରୀରେ ତ ପାଣି ଦେଇଦେଲି। ଆଳୁ ସିଝିବ, ମାଛ ପଡ଼ିବ, ସେଇ ହିସାବରେ ଦେଖିକି ପାଣି ଦେଇଛି। ତା ସାଙ୍ଗରେ ଗୋଟେ ଆମ୍ବୁଲ ଦେଇଦେବି। ମୁଁ ଏପଟେ ମାଛ ଭାଜିବାରେ ବସେଇ ଦେଲିଣି। ଏ ଟିକେ ଘାସ ଗୁଡ଼ାକ ବାଗାନରୁ ସଫା କରିଦେଉଛନ୍ତି, କାରଣ ବର୍ଷା ଦିନ ଆସିଗଲାଣି। ପୁରା ଘାସ ଗୁଡ଼ା ଦୁ ଦୁ ହେଇକି ବଢ଼ିଯିବ। ବିଲେଇ ପଳେଇଲା। ଅଛି ମାଛ ବାସ୍ନା ପାଇଁ ପଳେଇ ଆସ। ଆଉ 2-4 ଦିନ ଗଲେ ନା, ଏଇଥିରୁ ପୁଣି ଶାଗ ବାହାରିବ ନା। ଦେଖନ୍ତୁ ଫ୍ରେଣ୍ଡସ୍, ମାଛ ତରକାରୀ ତ ଆମର ରେଡ଼ି ହେଇଗଲାଣି। କିଛି ଧନିଆ ପତ୍ର କାଟିକି ରଖିଥିଲି, ତାକୁ ଏବେ ଉପରୁ ଦେଇ ଦେଉଛି। ଆଜି ମାଛ ତରକାରୀ ପୁରା ମୁଁ ସମ୍ପୂର୍ଣ୍ଣ ଏକଲା କରିଛି। କ'ଣ, ସେ ଖାଲି ଯାହା ମାଛ ଧୋଇକି ଲୁଣ ହଳଦୀ ଗୋଳେଇ ଦେଲେ, ଆଉ ତାପରେ ବାଗାନ ଯେହେତୁ ସଫା କଲେ, ମାଛ ସେଥିପାଇଁ ଭାଜି ପାରିଲେନି। ଆଜି ମାଛ ମୁଁ ଭାଜିଛି, ନହେଲେ ଅନ୍ୟ ଦିନମାନଙ୍କରେ ମାନେ ଯେଉଁଦିନ ମାଛ ହୁଏ, ପ୍ରାୟ ସେ ଆଜିକାଲି ମାଛ ଭାଜି ଦେଉଛନ୍ତି।
ମାଛ ତରକାରୀ ତ ହେଇଗଲା, ତା ସାଙ୍ଗେ ରୋଷେଇବାସ ସବୁ ସରିଗଲା। ବ୍ୟସ୍ତ କିଛି ହେଇନି, ଖାଲି ଭାତ ଆଉ ମାଛ ତରକାରୀ। ଏବେ ସାଲାଡ଼ଟା ବାଗେଇବି। ରୋଷେଇବାସ ସବୁ ସରିଥିଲା, ଖାଇବା ପାଇଁ ସବୁ ବଢ଼ାବଢ଼ି କରିଦେଇଛି। ସଣ୍ଡେ ଲଞ୍ଚରେ କ'ଣ କ'ଣ ସବୁ କରିଛି ଆପଣମାନେ ଟିକେ କହିଦେଉଛି। ଭାତ, ମାଛ ତରକାରୀ, ଆମ୍ବ ଆଉ ସାଲାଡ଼। ଏଇଟା ହେଲା ଆମ ସଣ୍ଡେର ଲଞ୍ଚ। କଣ୍ଡେର ତା ବାବାର ତ ଖାଇ ବସିଗଲେଣି ଅଲରେଡ଼ି। ହଁ, ମାଛ ଝୋଳ ଆଜି ସଟେଜ ହେଇଯିବ। ବାବା ଏତେ ଭଲ ହେଇଯାଇଛି। ଏତେ ବଢିଆ ହେଇଛି। ତୁ କହିବନି ସେ ପର୍ଯ୍ୟନ୍ତ ଖାଇନି ବୋଧେ। ଆଗେ ସାଲାଡ଼ ଖାଇଛି। ଆଜି ସୋରିଷ ମସଲା କରିଛି ଆମ୍ବୁଲ ଦେଇକି। ମତେ ଏଇଟା ବି ଭଲ ଲାଗେ, କିନ୍ତୁ ମତେ ସେଇଟା ବେଶୀ ଭଲ ଲାଗେ। ଅଦା ରସୁଣ ବାଲା ନା? ସେଇଟା ଭାଇ ସେଇଟା ଅଲଗା ଲେଭେଲ। ବଢିଆ ହେଇଛି। ବଢ଼ିଆ ହେଇଛି ତ। ଏମାନେ ତ ସବୁ ଖାଇଲେଣି, ମୁଁ ବି ଯାଉଛି ଖାଇ ବସିବି। ଭୋକ ବି ପୁରା ପ୍ରବଳ ହେଲାଣି। ଆକ୍ଚୁଆଲି ଭାକୁରର ଏଇ କ୍ୱାଲିଟି ନା, ମାଛ ତା ମୁଣ୍ଡରେ ବେଶୀ ମଜା ନା। ଯେଉଁମାନେ ମୁଣ୍ଡ ଖାଆନ୍ତି ତାଙ୍କୁ ଭାକୁର ମାଛ ମାନେ ବେଷ୍ଟ। ମୋତେ ତ ମୁଣ୍ଡ ମାଛରେ ମୋତେ ମୁଣ୍ଡ ବହୁତ ପସନ୍ଦ। ମୁଁ କିନ୍ତୁ ଲାଞ୍ଜ ଖାଇପାରେନି କି କେବେ ଖାଏନି। ଛୁଆବେଳେ କେବେ ଖାଇଥିବି କ'ଣ ମୋର ମନେ ନାହିଁ, କିନ୍ତୁ ଯେବେଠୁ ଜ୍ଞାନ ଆସିଲାଣି ମୁଁ କେବେ ବି ଲାଞ୍ଜ ଖାଏନି, ଖାଇପାରେନି। ଲାଞ୍ଜ ହେଲେ ଏଟା ମୋର। ହଁ ହଁ, ଲାଞ୍ଜ ହେଲେ ସିଏ ଖାଆନ୍ତି। କଣ୍ଢେଇ ପେଟଟା ଖାଇବ, ପେଟ ତାରି ପାଇଁ ସ୍ପେଶାଲ ପେଟ କଟା ହେଇକି ଆସେ। ସେ ଟିକେ ପେଟ ଖାଇବା ପାଇଁ ଭଲ ଲାଗେ, ଭଲ ପାଏ। ମୋତେ ପେଟ ଭଲ ଲାଗେ କିନ୍ତୁ ଏତେଟା ନୁହଁ। କିନ୍ତୁ ଇଏ ମାନେ ଘରେ ମାଛ ଆସିଲେ ମୁଣ୍ଡ ଫାଳେ ମୋର, ତାଙ୍କର ଫାଳେ, କିନ୍ତୁ ଲାଞ୍ଜଟା ତାଙ୍କର ମାନେ ଫିକ୍ସ। କଣ୍ଢେଇ ମୁଣ୍ଡ ଖାଏନି, କେବେ ଖାଇନି ତ କି ଦେଇନି। ଦେଲେ ଖାଇବୁ ବାବା? ଖାଇପାରିବି। ସେ ଖାଇପାରିବନି, ବହୁତ କମ୍ପ୍ଲିକେଟେଡ ପିସଟା। ସେଇ ମାଛ ଟିକେ ଖାଇବେ କିନ୍ତୁ ପୁରା ଘଣ୍ଟେ ଲଗେଇକି ଖାଇବ ବାଛି ବାଛି। ସେଇଥିପାଇଁ ତାକୁ ପେଟ ଦେଇଦିଏ, ତାକୁ ପେଟ ବାଛି ଖାଇବାକୁ ସୁବିଧା ହୁଏ। ମାଛଟା ଯେମିତି ତରକାରୀ କଣ୍ଟା ନଥିବ। ଆଚ୍ଛା, ମାଛଟା ଯେମିତି ତରକାରୀ ହେଇଛି ବି ସେମିତି ନା। ବଢିଆ ହେଇଛି। ବେଶୀ ମୋଟା ହେଇନି ଝୋଳ, ବାବା ନା ମାଛର ବେଶୀ quality ପତଳା ବି ହେଇନି, ବଢିଆ ପୁରା ଆଣିଛନ୍ତି। ବଢିଆ। ଆଚ୍ଛା, ବାବା ମାଛ କ୍ୱାଲିଟି ଭଲ ଆଣିଛନ୍ତି, ମୁଁ ଭଲ ବନେଇନି। ଆଜି ମାଛ ବି ମୁଁ ପୁରା ଭାଜିଛି। ସମୟ ତ ଏବେ 2:35 ହେଇଗଲାଣି, 40 ହେବା ପାଇଁ ଯାଉଛି। ଖାଇ ପିଇ ସାରିକି ତ ସବୁ ବେଡରୁମକୁ ପଳେଇ ଆସିଲୁଣି। କଣ୍ଢେଇ ଭିତରେ ଶୋଇଲାଣି। ଖାଇ ପିଇ ସାରି କ'ଣ କହୁଛୁ? ଆଜି ଆମେ ୱାର୍ଲଡ ରେକର୍ଡ କରିଛୁ। ଆଜି ବହୁତ ଜଲ୍ଦି ଖାଇଛୁ। କାହିଁକି କହିଲେ? ୱାର୍ଲଡ ରେକର୍ଡ ତ, ଆଉ ପୁଣି ଜଲ୍ଦି ଖାଇଦେଇଛୁ। କାହିଁକି କହିଲେ ଏ ସିଫ୍ଟରେ ତ ଖାଇଲା ବେଳକୁ ପୁରା 3:30 ପରେ ହେଇଯାଉଛି ବେଳେ ବେଳେ। ମାନେ ଖାଇକି ଉଠିଲା ବେଳକୁ ପୁରା 4ଟା। ଛୁଟି ଫୁଟିରେ ଥିଲେ ବି କୋଉ ଏମିତି ହଁ, ଖାଇଦେଇଛୁ। ସଣ୍ଡେ ଦିନ ବି ବହୁତ ସେ ଲେଟ୍ ଯାହା ଥିଲେ ବି ହେଇଯାଏ। ସେ କିନ୍ତୁ 3ଟା, ଆଜି 3:30 କରିଦଉଛୁ। 2:25 ବେଳକୁ ଖାଇବା ସରିଯାଇଛି। କାରଣ ଅଇଁଠା ଉଠି ପୋଛାପୋଛି କରିକି ଆସିଲା ବେଳକୁ ମାନେ କେତେ 2:35 ହେଇଗଲା। ମାନେ ବହୁତ ଜଲ୍ଦି ଖାଇଛୁ। ଖାଇବାଟା କିନ୍ତୁ ବଢ଼ିଆ ଲାଗିଲା ବି ନା, ତରକାରୀଟା ବହୁତ ବଢ଼ିଆ ଲାଗିଲା। ବ୍ଲଗ୍କୁ ତାହେଲେ ଏଇଠି ରଖିଦେଉଛି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ପସନ୍ଦ ଆସିବ। ବ୍ଲଗ୍ ଯଦି ପସନ୍ଦ ଆସିଥାଏ କମେଣ୍ଟ କରିବେ, ଲାଇକ୍ ଆଣ୍ଡ ସେୟାର କରିବେ। ଆପଣମାନଙ୍କ ସପୋର୍ଟ ଏବଂ ସହଯୋଗର ଅପେକ୍ଷାରେ ରହିଲୁ। ଜୟ ମା ସନ୍ତୋଷୀ। ଜୟ ଜଗନ୍ନାଥ।